ଅଟୋ ଓଲଟି 4 ଗୁରୁତର ମାନେ ହେଲେ ପାଟଣା ବ୍ଲକ କଟାବେଡ଼ା ଗ୍ରାମର ମଙ୍ଗୁଳ ମହନ୍ତ ଓ ତାଙ୍କ ପତ୍ନୀ। ଅନ୍ୟମାନେ ହେଲେ ହରିଚନ୍ଦନପୁର ବ୍ଲକ ଅଞ୍ଚଳର ରଙ୍ଗାମାଟିଆ ଗ୍ରାମର ଡିଏଫ ମୁଣ୍ଡା, ଚନ୍ଦନ ମୁଣ୍ଡା ଏବଂ ସେହି ଗ୍ରାମର ଜଣେ ଯୁବକ ବୋଲି ଜଣାପଡ଼ିଛି। ରଙ୍ଗାମାଟିଆ ଗ୍ରାମର ଏକ ଅଟୋ ଗାଡ଼ିରେ 3 ଜଣ ହୋଇ ମିରିଖୋଜି ଗ୍ରାମକୁ ଯାଉଥିବା ସମୟରେ କଫୁଣ୍ଡି ଛକ ନିକଟରେ ଅଟୋଟି ଭାରସାମ୍ୟ ହରାଇଥିଲା, ଯାହାଫଳରେ ଅଟୋ ଓଲଟି ପଡ଼ିବାରୁ ଅଟୋ ଭିତରେ ଥିବା 5 ଜଣ ଯାତ୍ରୀରୁ 4 ଜଣ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଘଟଣାସ୍ଥଳରେ ପାଟଣା ପୋଲିସ ପହଞ୍ଚି ଅଟୋ ଗାଡ଼ିକୁ ଜବତ କରିବା ସହିତ ଗୁରୁତର ମାନଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ପାଇଁ ଭର୍ତ୍ତି କରାଇଛନ୍ତି। ତୋ ନାଁ କ'ଣ? କହିଲି ଘର ମଙ୍ଗୁଳ ମାତ ଘର ଘର କଟାବଡ଼ା। କ'ଣ ହେଇଛି? କୁଆଡ଼େ ଯାଉଥିଲ? ଏଠି ଘରକୁ ଯାଉଥିଲ? ଘରକୁ କାହିଁରେ ଯାଉଥିଲ? ଏଇ ଟେମ୍ପୁରେ ଯାଉଥିଲ। ତାର ଶ୍ୱଶୁର ଯାଉଥିଲା, କହିଲେ ଚାଲ ନେଇଯିବି, କହିଲା ଟିକେ ଆଉ ପହଞ୍ଚେଇଦେବି ସେଇଠି। ସେଇଠି ଓହ୍ଲିବ କହିଲା ଆଉ। କୋଉର ଗାଡ଼ି ପଡ଼ିଲା? ଏଇ ଗୁଡ଼ି ପଶି କମ୍ପ୍ୟୁଟର ପାଖରେ। କେନ୍ଦୁଝର ଜିଲ୍ଲାରୁ ଦଶରଥ ବାରିଙ୍କ ରିପୋର୍ଟ, ବ୍ଲାକି ନ୍ୟୁଜ ଓଡ଼ିଆ।